ଚାଲନ୍ତୁ ଆଜି ମୁଁ ଆପଣମାନଙ୍କୁ ଜଣାଉଛି କମ୍ପାନୀ ଭିତରେ ମୁଁ ମୋ ଦିନ ଗୁଡାକ କେମିତି ସବୁ ବିତାଏ। ତ ଭାଇ ମାନେ ଫାଷ୍ଟ ତ ମୁଁ ସକାଳୁ ସକାଳୁ ଗାଧେଇ ପରି ହଷ୍ଟେଲରୁ କମ୍ପାନୀ ଆଡକୁ ବାହାରିଯାଏ। କିନ୍ତୁ ଆଜି ମୁଁ ଫ୍ଲିପକାର୍ଟରୁ ଗୋଟେ ଜିନିଷ ଅର୍ଡର କରିଥିଲି, ସେଥିପାଇଁ ମତେ ସକାଳୁ ସକାଳୁ ଫ୍ଲିପକାର୍ଟ ବାଲା ଫୋନ କଲେ। ତ ମୁଁ ଡେରି ନ କରି ସାଙ୍ଗେ ସାଙ୍ଗେ ବାହାରି ଗଲି ଅର୍ଡରଟାକୁ ରିସିଭ କରିବା ପାଇଁ। ଆଉ ଗେଟରେ ଯାଇ ପହଞ୍ଚି ଦେଖିଲା ବେଳକୁ ବାହାରେ ଦିଟା କମ୍ପାନୀ ଗାଡି ଛିଡା ହେଇଛି, ଆଉ ଏଠି ଆମ ଅର୍ଡର ବାଲା ବି ପହଞ୍ଚି ସାରିଲେଣି। ତାପରେ କଣ ହେଲା, ମୁଁ ଜମା ବି ଡେରି ନ କରି ସାଙ୍ଗେ ସାଙ୍ଗେ ଅର୍ଡରଟାକୁ ଧରି ପଳେଇ ଆଇଲି ଆମ ହଷ୍ଟେଲ ଆଡକୁ। ଆଉ ହଷ୍ଟେଲରେ ପହଞ୍ଚି ମୁଁ ସାଙ୍ଗେ ସାଙ୍ଗେ ଲାଗି ପଡିଲି ଅର୍ଡରଟାକୁ ଅନବକ୍ସିଂ କରିବା ପାଇଁ। ଆଉ ଅର୍ଡରଟାକୁ ଏତେ ସୁରକ୍ଷାରେ ଅଣାଯାଇଥିଲା ଯେ ଖୋଲିଲା ବେଳକୁ ମୋ ହାତ ପୁରା ବଥା ହେଇଗଲା। କିନ୍ତୁ ବକ୍ସଟା ଆଜି ନ ଖୋଲିବା ପାଇଁ ପୁରା ଜିଦି ଧରିକି ରହିଥିଲା। ତ କଷ୍ଟେ ମଷ୍ଟେ ଯେମିତି ବି ହେଲେ ଫାଇନାଲି ବକ୍ସଟା ଓପନ ହେଇଗଲା। ତ ଭାଇ ମାନେ ଆଜି ମୁଁ ଅର୍ଡର କରିଥିଲି ଲିଭନ କମ୍ପାନୀର ହେୟାର ଅଏଲ। ଆଉ ଆପଣ ମାନେ ପ୍ରାୟ ଜାଣିଥିବେ ଏଇ ଅଏଲକୁ ମୁଣ୍ଡରେ ମାରିଲେ କଣ ସୁବିଧା ହେଇଥାଏ। ଆଉ ଆପଣ ମାନେ ଯଦି ନ ଜାଣିଛନ୍ତି ଆପଣଙ୍କର ଭଉଣୀ କିମ୍ବା ଆପଣଙ୍କର ଗାର୍ଲଫ୍ରେଣ୍ଡକୁ ପଚାରିବେ, ସେମାନେ ଏହା ବିଷୟରେ ଭଲସେ ଜାଣିଥିବେ। କାହିଁକି ନା ଗାର୍ଲସ ମାନେ ଏଇ ଅଏଲକୁ ବେଶୀ ୟୁଜ କରନ୍ତି। ତ ତାପରେ ମୋ ଡ୍ୟୁଟି ଟାଇମ ହେଇଗଲା, ତ ମୁଁ ଡ୍ରେସ ଚେଞ୍ଜ କରି ବାହାରି ଗଲି କମ୍ପାନୀ ଆଡକୁ। ଆଉ ଏବେ ଆମ କମ୍ପାନୀରେ କାମ ପ୍ରବଳ ଜୋରସେ ଚାଲିଛି ବୋଲି କେତେ ଗାଡି ଭର୍ତ୍ତି ହେଇଛି ଆପଣ ମାନେ ଦେଖିପାରୁଥିବେ। ଆଉ ଡ୍ୟୁଟିରୁ ଫେରିଲା ବେଳକୁ ଟାଇମ ହେଇଗଲା 6:15। ତ ଆଜି ପାଇଁ ଏତିକ, ଦେଖାହବା ନେକ୍ସଟ ଭିଡିଓରେ। ତ ରହିଲି ସାଙ୍ଗମାନେ, ଜୟ ଜଗନ୍ନାଥ।